ମୁଁ ବିଜୟ କୁମାର ନନ୍ଦ ସମ୍ପାଦକ ଅଛି ସାକ୍ଷାବଳ ସେବା ସଂଘ। ଆଜି ଗୋଟେ ସେବା ଉପରେ ଗୋଟେ ହେଇଛି ହାଇଟେକ୍ ମେଡିକାଲ କଲେଜ ଭୁବନେଶ୍ୱର। ତାଙ୍କୁ ଆମର ସେବା ସଂଘ ତରଫରୁ ଚିଠି କରାଯାଇଥିଲା। ସେ ଗୋଟେ ରାଜି ହେଲେ ସେବାୟତମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ। ସେଥିପାଇଁ ତାଙ୍କ ଡକ୍ଟର ଟିମ୍, ଫାର୍ମାସିଷ୍ଟ, ମେଡ଼ିସିନ ଆଉ ବ୍ଲଡ଼ ପରୀକ୍ଷା, ଇସିଜି ସବୁ ଟିମ୍କି ନେଇକି ଆସିଛନ୍ତି। ସବୁ ସେବାୟତମାନେ ଏଠି ସେବା ଯେମିତି ପାଇପାରିବେ। ଆଉ ଏଠୁ ଯେଉଁମାନେ ରେଫର ହେବେ ସେମାନେ ଫ୍ରିରେ ହାଇଟେକ୍ରେ ଟ୍ରିଟମେଣ୍ଟ ହେଇପାରିବେ। ମୁଁ ସନତ କୁମାର ବେହେରା ଆମର ହାଇଟେକ୍ ମେଡିକାଲ କଲେଜରୁ ଆସିଥିଲୁ। ଆଜି ଆମର ସାକ୍ଷୀଗୋପାଳ ସେବକ ସଂଘଙ୍କର ଗୋଟେ ମାଗଣା ସ୍ୱାସ୍ଥ୍ୟ ସେବାୟତ ସଂଘଙ୍କର ଗୋଟେ ମାଗଣା ସ୍ୱାସ୍ଥ୍ୟ ଶିବିର ହେଉଥିଲା, ଯେଉଁଥିରେ କି ଆମ ହାଇଟେକ୍ର ମାନେ ଭେଷଜ ବିଭାଗ ଯେଉଁଟା ମେଡ଼ିସିନ କହୁଛନ୍ତି, ମେଡ଼ିସିନ ବିଭାଗର ଡାକ୍ତର, ଆଉ ତା ସାଙ୍ଗରେ ଆମର ସର୍ଜରୀ, ଅର୍ଥୋପେଡି, ଆଉ ଆମର ପେଡ଼ିଆଟ୍ରିକ୍ ଏବଂ ସ୍କିନ୍ ଆଉ ଆଇର ସବୁ ଡକ୍ଟର ବି ଆସିଥିଲେ। ତା ସାଙ୍ଗରେ ଆମର ମେଡ଼ିକାଲ ଟିମ୍ରେ ଆମର ଲ୍ୟାବ୍ ଟେକ୍ନିସିଆନ୍ ଆଣିଛୁ, ଇସିଜି ଟେକ୍ନିସିଆନ୍ ବି ଆଣିଛୁ, ଇସିଜି ମେସିନ୍ ଏବେ ଅଛି। ତା ସାଙ୍ଗରେ ଆମର ନର୍ସିଂ ଷ୍ଟାଫ୍ ବି ଆସିଛନ୍ତି, ଆଉ ତା ସାଙ୍ଗରେ ମେଡ଼ିସିନ ବି ମାଗଣାରେ ବଣ୍ଟା ଯାଉଛି। ଏଠି ମେନ୍ କଥା ହେଉଛି କ'ଣ, ଟିକେ କମ୍ୟୁନିକେସନର ଇଏ ପାଇଁ ସବୁବେଳେ ଆମେ ଚେଷ୍ଟା କରୁଛୁ ଯେ ଯେମିତି ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଯାଇକି ପହଞ୍ଚି ପାରୁଥିବ। ଯେଉଁମାନେ ସବୁ ଟିକେ ଅବହେଳିତରେ ରହିଯାଉଛନ୍ତି ତାଙ୍କ ପାଇଁ ବି ସେବା ବ୍ୟବସ୍ଥା କରାଯାଉଛି। ଆମର ଆପ୍ରୋକ୍ସିମେଟଲି 300 ଭଳିଆ ପେସେଣ୍ଟ ଆଉ। ଆଜ୍ଞା, ଆମର ସବୁଠୁ ଅଧିକା ତ ଅଛନ୍ତି ଆମର ମେଡ଼ିସିନ ବିଭାଗରେ, ଯେଉଁମାନେ କି ଆମର ଡାଇବେଟିକ୍ ନ୍ୟୁରୋପାଥିର ବେଶୀ ଏବଂ ତାଙ୍କ ସାଙ୍ଗରେ ହାଇପରଟେନସନର, ଆଉ T2 DM ପାଖାପାଖି ଅଛନ୍ତି ଆମର 70-80 ଖଣ୍ଡେ ପେସେଣ୍ଟ। ତାପରେ ଆମର ଅର୍ଥୋପେଡ଼ିର ପେସେଣ୍ଟ ଅଛନ୍ତି ଏବଂ ଆଇର ବି ପେସେଣ୍ଟ ବି ଅଛନ୍ତି। ଏସବୁ ରେଫରାଲ ନେଇକି ତାଙ୍କୁ ବି କୁହାଯାଇଛି ଯେଉଁମାନଙ୍କର ସବୁ ମାଗଣା ସ୍ୱାସ୍ଥ୍ୟ କାର୍ଡ଼ ଅଛି, ମାନେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ହେଲା, ସେମାନେ ଯାଇକି ମାଗଣାରେ ଟ୍ରିଟମେଣ୍ଟ ହେଇପାରିବେ। କେଉଁଠି ଆମର ହାଇଟେକ୍ ମେଡିକାଲ କଲେଜ ଆଉ ହସ୍ପିଟାଲ।